ହ୍ୟାଲୋ ହାଏ ନମସ୍ତେ। ଆଶା କରୁଛି ଭଲରେ ଥିବେ ସମସ୍ତେ। ଗୋଟେ ସ୍ୱପ୍ନ ଥିଲା ନିଜ ବାଇକ୍ରେ ଦୂର ବରଫରେ ଢାଙ୍କି ହୋଇଥିବା ପାହାଡ଼ ଉପରକୁ ଯିବା ପାଇଁ। ଆଜି ସେ ସ୍ୱପ୍ନ ସତ ହେବାକୁ ଯାଉଛି, କାରଣ ଆଜିର ସକାଳ ହିମାଳୟର କୋଳରେ ଅବସ୍ଥିତ ଜାମ୍ସମରୁ ଆରମ୍ଭ ହେଲା। ଚାରିଆଡ଼େ ଉଚ୍ଚ ପାହାଡ଼, ନୀଳ ଆକାଶ ଓ କାଳିଗାଣ୍ଡୁକୀ ନଦୀର ଗର୍ଜନ ସବୁକିଛି ଏକ ନୂଆ ଅଭିଜ୍ଞତାର ସଂକେତ ଦେଉଛି। କାଲି ରାତିର ବିଶ୍ରାମ ଆମେ ଏଇ କାଳିଗାଣ୍ଡୁକୀ ଗେଷ୍ଟ ହାଉସ୍ରେ କରିଥିଲୁ। ଆଜି ଆମେ ବାହାରିଲୁ ମୁକ୍ତିନାଥ। ଦେଖିବା କେତେ ଟାଇମ୍ ଲାଗୁଛି। କହୁଛନ୍ତି ତ 45 ମିନିଟ୍ ଲାଗିବ। ରାସ୍ତାର ଅବସ୍ଥା ଦେଖି ଜଣାପଡ଼ିବ କ'ଣ ଲାଗୁଛି ଟାଇମ୍। ଚାଲ। ବାଇକ୍ର ଇଞ୍ଜିନ୍ ଗର୍ଜନ କରିବା ସହିତ ଆମେ ମୁକ୍ତିନାଥ ଧାମ ଅଭିମୁଖେ ଯାତ୍ରା ଆରମ୍ଭ କଲୁ। ରାସ୍ତା ଯେତେ ଆଗକୁ ବଢ଼ୁଛି ପ୍ରକୃତି ସେତେ ଅଧିକ ସୁନ୍ଦର ହେଇ ଉଠୁଛି। ଏ ସଂକୀର୍ଣ୍ଣ ଓ ଆଡ଼ଭେଞ୍ଚର ଭରା ରାସ୍ତାକୁ ଅତିକ୍ରମ କରି ଆମେ ମୁକ୍ତିନାଥ ଧାମରେ ପହଞ୍ଚିଗଲୁ। ଓଡ଼ିଶାରୁ ଆଜି ଆମେ ବାଇକ୍ରେ ପହଞ୍ଚିଗଲୁ ମୁକ୍ତିନାଥରେ। ଏଥରକ ଆମେ ଦର୍ଶନ କରିବା ଯାଉଛୁ। ଚାଲ। ସମୁଦ୍ର ପତନ ଠାରୁ ପ୍ରାୟ 3800 ମିଟର ଉଚ୍ଚତାରେ ଅବସ୍ଥିତ ଏହି ପବିତ୍ର ସ୍ଥାନରେ ପହଞ୍ଚିବା ମାତ୍ରେ ମନର ଅଦ୍ଭୁତ ଶାନ୍ତି ଅନୁଭବ ହେଉଅଛି। 108 ପବିତ୍ର ଜଳଧାରା ଏବଂ ମନ୍ଦିର ପ୍ରାଙ୍ଗଣରେ ଥିବା 2ଟି ପବିତ୍ର କୁଣ୍ଡରେ ଗାଧୋଇ ସାରିବା ପରେ ହଠାତ୍ ପାଗ ବଦଳିଗଲା। ଆକାଶରୁ ଧୀରେ ଧୀରେ ବରଫ କଣିକା ଝରିବା ଆରମ୍ଭ ହେଲା। ଆଉ କିଛି ମୁହୂର୍ତ୍ତ ମଧ୍ୟରେ ସମଗ୍ର ପାହାଡ଼ ଧଳା ବରଫରେ ଆଚ୍ଛାଦିତ ହୋଇଗଲା। ଆମ ସାମ୍ନାରେ ଦେଖାଗଲା ଏକ ସ୍ୱର୍ଗୀୟ ଦୃଶ୍ୟ। ଏହି ବରଫ ବର୍ଷା ମଧ୍ୟରେ ଆମେ ଭଗବାନ ମୁକ୍ତିନାଥଙ୍କୁ ଦର୍ଶନ କଲୁ। ସ୍ନୋଫଲ୍ 1 ମିନିଟ୍ ପାଇଁ ଠିକ୍। ଯେତେବେଳେ ଅଧଘଣ୍ଟେ ହେଇଯିବ ସ୍ନୋଫଲ୍, ସେତେବେଳେ ଅବସ୍ଥା ଖରାପ। ଆମ ଅବସ୍ଥା ବି ଖରାପ। କଣ୍ଟିନ୍ୟୁ ସ୍ନୋଫଲ୍ ହେଇ ଚାଲିଛି। ବହୁ ଲୋକ ୟା ଉପରେ ଅଛନ୍ତି। କୁଆଡ଼େ ଯିବେ ଏନେ କିଛି ବାଟ ନାହିଁ। ଦର୍ଶନ ସାରି ଯେତେବେଳେ ଆମେ ଆମ ବାଇକ୍ ପାଖକୁ ଆସିଲୁ, ଦେଖିଲୁ ଯେ ଆମ ବାଇକ୍ରେ ସମ୍ପୂର୍ଣ୍ଣ ବରଫ ଛାଉଣି ହୋଇଯାଇଛି। ଆଉ ଏହି ବରଫପାତ ମଧ୍ୟରେ ବାଇକ୍ ଚଲାଇବାର ରୋମାଞ୍ଚକ ଅନୁଭବକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର। ଦିନ ଯାକ ସେମିତି ବର୍ଷା ଲାଗି ରହିଛି। ରାତି 9ଟାରେ ଆମେ ପୋଖରାରେ ପହଞ୍ଚିଲୁ। ରୁମ୍ରେ ବସି ସମଗ୍ର ଯାତ୍ରାକୁ ମନେ ପକାଇଲୁ। ଜାମ୍ସନର କଠିନ ରାସ୍ତା, ମୁକ୍ତିନାଥର ଆଧ୍ୟାତ୍ମିକ ଅନୁଭୂତି ଏବଂ ବରଫପାତର ସେହି ଅବିସ୍ମରଣୀୟ ମୁହୂର୍ତ୍ତ, ସବୁକିଛି ଆମ ହୃଦୟରେ ସାରା ଜୀବନ ପାଇଁ ଅମର ହୋଇ ରହିଗଲା। ନମସ୍କାର ବନ୍ଧୁମାନେ, ଆଉ ଏକ ନୂତନ ସକାଳକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ନେପାଳର ସବୁଠାରୁ ସୁନ୍ଦର ସହର ପୋଖରାର କିଛି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ବୁଲିବାକୁ ଯିବା। ହିମାଳୟର କୋଳରେ ଅବସ୍ଥିତ ଏହି ସହର ତା'ର ପ୍ରାକୃତିକ ସୌନ୍ଦର୍ଯ୍ୟ, ଶାନ୍ତ ପରିବେଶ ଏବଂ ଧାର୍ମିକ ମହତ୍ତ୍ୱ ପାଇଁ ସମଗ୍ର ବିଶ୍ୱରେ ପରିଚିତ। ଆମର ପ୍ରଥମ ଗନ୍ତବ୍ୟ ହେଉଛି ଗୁପ୍ତେଶ୍ୱର ମହାଦେବ ଗୁମ୍ଫା। ପାହାଡ଼ ତଳେ ଅବସ୍ଥିତ ଏହି ପ୍ରସିଦ୍ଧ ଗୁମ୍ଫାରେ ପ୍ରବେଶ କରିବା ମାତ୍ରେ ଏକ ଅଲୌକିକ ଅନୁଭୂତି ହୁଏ। ଗୁମ୍ଫା ଭିତରେ ସ୍ୱୟମ୍ଭୁ ଶିବଲିଙ୍ଗ ଦର୍ଶନ କରି ମନରେ ଏକ ଅଦ୍ଭୁତ ଶାନ୍ତି ଅନୁଭବ ହୁଏ। ପଥର ମଧ୍ୟରେ ଗଢ଼ି ଉଠିଥିବା ଏହି ଗୁମ୍ଫା ପ୍ରକୃତିର ଏକ ଅନନ୍ୟ କଳାକୃତି ପରି ଲାଗେ। ଏହି ଗୁମ୍ଫା ଭିତରୁ ଡେଭିସ୍ ଫଲ୍ ମଧ୍ୟ ଦେଖାଯାଏ। ତାପରେ ଆମେ ପହଞ୍ଚିଲୁ ଡେଭିସ୍ ଫଲ୍ରେ। ସେପଟେ ଗୁପ୍ତେଶ୍ୱର ମହାଦେବ, ପୁରା ରୋଡ଼ର ଅପୋଜିଟ୍ ସାଇଡ଼୍ରେ ଏପଟେ ହେଉଛି ଡେଭିସ୍ ଫଲ୍। ଗୁପ୍ତେଶ୍ୱର ପରି ଏଠାରେ ବି ଏଣ୍ଟ୍ରି ଟିକେଟ୍ ନେପାଳୀ 100 ଟଙ୍କା ରଖାଯାଇଛି। କିନ୍ତୁ କହିବାକୁ ଗଲେ ଡେଭିସ୍ ଫଲ୍ରେ କିଛି ନାହିଁ। ସେଇ ଝରଣାଟା ଯେଉଁଟା ଗୁପ୍ତେଶ୍ୱର ପଟେ ଆପଣ ଦେଖିବେ, ସେଇଗୁଡ଼ାକ ଏପଟେ ଦେଖିବେ, କିନ୍ତୁ 100 ଟଙ୍କା ଅଯଥାରେ ଯିବ ନେପାଳୀ। ଯଦି ଆପଣଙ୍କ ଇଚ୍ଛା ଆସିକି ଦେଖିପାରିବେ, ନହେଲେ କିଛି ପାଖକୁ ଯାଇପାରିବେନି। ଭିତରେ ସେଇଗୁଡ଼ା ଆହୁରି ଭଲ ଦେଖାଯାଉଛି। ଦୂରରୁ ଝରଣାକୁ ଦେଖିସାରି ମନକାମନା ଭଗବତୀ ମାଙ୍କ ପାଖରେ ପବିତ୍ରବାବୁ କଏନ୍ ପକାଇ ମାନସିକ ମାଗିଲେ। ଭଲ ଝିଅ ମିଳିଯାଉ, ସେଇ ଇଏରେ ମାଙ୍କ ପାଖରେ ପକାଇଛନ୍ତି। ତାପରେ ଆମର ଯାତ୍ରା ଆଗକୁ ବଢ଼ିଲା ପୁମ୍ଦିକଡ଼ ଶିବ ପ୍ରତିମା ଅଭିମୁଖେ। ପାହାଡ଼ ଶୀର୍ଷରେ ଅବସ୍ଥିତ ବିଶାଳ ଭଗବାନ ଶିବଙ୍କ ପ୍ରତିମା ଦୂରରୁ ହିଁ ଦୃଷ୍ଟି ଆକର୍ଷଣ କରେ। ପାହାଡ଼ ଉପରକୁ ଆମେ ଆସି ସାରିଛୁ। ଏନେ ଏପଟେ ଦେଖନ୍ତୁ ଗୋଟେ ଶିବଲିଙ୍ଗ ଟାଇପ୍ର କରାହେଇଛି, ଆଉ ଏପଟେ ଶିବ ଷ୍ଟାଚୁ। ଉପରକୁ ପହଞ୍ଚିବା ପରେ ସମଗ୍ର ପୋଖରା ସହର
ଫେବା ଲେକ୍ ଓ ଦୂରରେ ଦେଖାଯାଉଥିବା ଅନ୍ନପୂର୍ଣ୍ଣା ପର୍ବତମାଳାର ଦୃଶ୍ୟ ମନକୁ ମୋହିତ କରିଦେଲା। ପୌରାଣିକ କାହାଣୀ ଅନୁସାରେ ଯେତେବେଳେ ଭଗବାନ ଶିବ ଗଣେଶ ଓ କାର୍ତ୍ତିକଙ୍କୁ କହିଥିଲେ, ଯିଏ ପୃଥିବୀର 3 ଥର ପରିକ୍ରମା କରି ଆସିବ ସିଏ ମୋର ପ୍ରିୟ ପୁତ୍ର ହେବ, ସେତେବେଳେ କାର୍ତ୍ତିକ ନିଜ ବାହନ ମୟୂର ପିଠିରେ ବସି ପୃଥିବୀର ପରିକ୍ରମା କରିବାକୁ ଯାଇଥିଲେ। ସେହି ସମୟରେ ଗଣେଶ ନିଜ ବାହନ ମୂଷା ପିଠିରେ ବସି ନିଜ ମାତାପିତାଙ୍କ ପରିକ୍ରମା କରିଥିଲେ। ସେହି ପୌରାଣିକ କାହାଣୀକୁ ଏଠାରେ ପ୍ରତିମା ରୂପରେ ଦର୍ଶାଯାଇଛି। ତାପରେ ଆମେ ଚାଲିଲୁ ପୁମ୍ଦିକୋଟରେ ଥିବା ପୋଖରା ଡ୍ରିମ୍ ସିଟିକୁ। ଯେଉଁଟା ଟିକେଟ୍ ଆମକୁ ମିଳିଯାଇଛି ନେପାଳୀ 700 ଟଙ୍କା। ୟାକୁ ଦେଖିଲେ ଭିତରେ ପୁଣି ଟିକେଟ୍ ଯୋଡ଼ା ଦେଖିଲେ ଚଟଟା ମୁଁଫଲି ମିଳିବ। ଡ୍ରିମ୍ ସିଟି ଭିତରେ ଫଟୋ ଭିଡ଼ିଓ କରି ସନ୍ଧ୍ୟା ହୋଇଗଲା। ଦିନର ଶେଷ ଓ ସବୁଠାରୁ ସୁନ୍ଦର ଅନୁଭବ ଥିଲା ଫେବା ଲେକ୍ ଉପରେ ବୋଟିଂ। ଶାନ୍ତ ହ୍ରଦର ନୀଳ ଜଳ ଉପରେ ଧୀରେ ଧୀରେ ଡଙ୍ଗା ଆଗକୁ ବଢ଼ୁଥିଲା। ଚାରିଆଡ଼େ ପାହାଡ଼ର ପ୍ରତିଛବି, ଆଉ ତା ସହ ଇନ୍ଦ୍ରଧନୁର ଆଗମନ ଯାତ୍ରାକୁ ଆହୁରି ସ୍ମରଣୀୟ କରିଦେଉଛି। ହ୍ରଦ ମଝିରେ ଅବସ୍ଥିତ ମା ବରାହୀଙ୍କ ମନ୍ଦିରରେ ପହଞ୍ଚି ଆମେ ମାଙ୍କୁ ଦର୍ଶନ କଲୁ। ମା ବରାହୀଙ୍କ ମନ୍ଦିର ପୋଖରାର ଏକ ପ୍ରମୁଖ ଆକର୍ଷଣ। ମାଙ୍କ ଆଶୀର୍ବାଦ ନେଇ ଆମେ ପୋଖରା ଯାତ୍ରାର ସମାପ୍ତି କଲୁ। ଆମେ ମାଙ୍କ ଆଳତୀ ଆଗରୁ ଦେଖିସାରିଥିଲୁ, ସେଥିପାଇଁ ଆମେ ଫେବା ଲେକ୍ କୂଳରେ ବୁଲାବୁଲି କରି ରୁମ୍ରେ ଯାଇ ବିଶ୍ରାମ ନେଲୁ, କାରଣ କାଲିର ଲମ୍ବା ଯାତ୍ରା ଆମର ନେପାଳର ରାଜଧାନୀ କାଠମାଣ୍ଡୁକୁ। ଯଦି ଆମ ଜର୍ଣ୍ଣି ଆପଣଙ୍କୁ ଭଲ ଲାଗୁଛି ତେବେ ଆମକୁ ସପୋର୍ଟ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ।